ସମ୍ବଲପୁରର ଆରାଧ୍ୟା ଦେବୀ ମାଙ୍କ ନାମରେ ପ୍ରଖ୍ୟାତ ସମ୍ବଲପୁର ନାମ। ପ୍ରକୃତିର ଅପରୂପ ସୁଷମାର ଭଣ୍ଡାର ଅଟେ ସମ୍ବଲପୁର। ଚୌହାନ ବଂଶର ବଳରାମ ଦେବ ଥିଲେ ଏହାର ନିରୁପମର। ଧନୁର୍ଦ୍ଧର ବିନୋଦିନୀ ଯାଆନ୍ତି ମୃଗା ବିନୋଦୀ ଏକ ଅଚମ୍ବିତ କଥା ଦୃଶ୍ୟପଟେ ହେଲେ ଅବଗତ। କୁକୁରଙ୍କୁ ସାଙ୍ଗେ ଧରି ରାଜା ଗଲେ କରିବାକୁ ଶିକାର। ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ଗୋଡ଼ାଉଛି ଗୋଟେ ଶସକ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ। ମହାନଦୀ ବାମତଟେ ଥିଲା ଏକ ଶିମିଳି ଯେ ବୃକ୍ଷ ମୂଳେ ଅକସ୍ମାତ୍ ଶସକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ ଦେବୀ ସମଲେଶ୍ୱରୀ ସପନ କହିଲେ, ନଦୀ ବକ୍ଷେ ରହିଅଛି ଭୂମଦର, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷ ମୂଳେ ମୋତେ କରଜି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କର ହିଁ ରାଜନ। ସ୍ୱପ୍ନାଦେଶ ଦେଇ ଦେବୀ ଅନ୍ତର୍ଧ୍ୟାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାଳିଲେ ରାଜନ। ଶିମିଳି ବୃକ୍ଷ ମୂଳେ ରାଜା ଦେବୀ ସମଲେଶ୍ୱରୀ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ହୋଇଛନ୍ତି ସେଠାରେ ଆସିନା। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭିଲେ ମନ୍ଦିର ନିର୍ମାଣ। ମାତ୍ର ସମସ୍ତ ଉଦ୍ୟମ ତାଙ୍କ ହୋଇଲା ଯେ ପଣ୍ଡ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଗେଇ ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ। ମୂର୍ତ୍ତି ତୋର ଦିବ୍ୟତା ଓ ସମୃଦ୍ଧିର ପ୍ରାଣବନ୍ତ ରୂପ, ବରାହ ଚିହ୍ନିତ ମୁଖ ଭାରି ଅନୁପମ। ଭିତ୍ତିସ୍ଥଳେ ମାଙ୍କ ଭବ୍ୟ ପ୍ରତୀକ